ओ सौरी किसला रे सौरा मोर शुभ कथा सुनी आछिलो कोन सुनी आछी कहत अरे मुई कहिछि तुई सुन आम देश राजा झियंकर 5 दिन मध्य विभागर हेबो नचेत 5 वर्ष पर्यंत होई परबो नाही कुआडू सुनी आइला कार ना बागर होच का ना बाइक बचछि यार तुम केथु कोन मिलिबो अरे कथा न सुनी घाबरा होच काई जे 5 दिन मध्य ओटे विवाह प्रस्ताव ठीक कर देबो ताको बहुत धन रत्न अलंकार टंका पैसा देबे चित्र भटांजटी हां कुआडू को सुनी आछलो मु जिबिन जा ए तेली घर गणा गंडी लो तेली घर गणा गंडी केते होला उचु ना कर दंडी बुलाई बुलाई गोड़ पकाऊ बुलाई बुलाई गोड़ पकाऊ ए गिरिजा माना रे चहलो सुकिला काला मसागर सुकिला काला मसाग कहीं की है उचुराग मिछरे एणिकी ना देखाऊ मिछरे एणिकी ना देखाऊ गिरिजा माना रे माई गुली आसुआ देवी तो कला लो ना करे देवी तो कला दाढ़ी पका गोड़ू गला झुमुरू है उचू केते झुमुरू है उचू केते गिरिजा माना रे तोरो ठारू पे केते होला उचु घंटा रे केते होला उचु घंटा मारी देबिनी आखुटा छटुआ बाड़ी रे देबी पार छटुआ बाड़ी रे देबी पार गिरिजा माना रे रखी देबी पीठी ओ सौरी आमे एठी कल्ले के कौन चल जीवा राजा को काम करबा तबे चल शुणी विदूषक आनंद खैण चंचल खेले मेलाणी देखिला घरे आसुची रंगरे पत्र उरा रमणी एरो सरे हे एरो सरे चंद्र से करो भासिले
ଆଜ୍ଞା ଜୁହାର। ସର୍ବାରିଷ୍ଟ ଶାନ୍ତି ହଉ। ଆଚ୍ଛା ବା ପତ୍ର ସୌରା ମା ପତ୍ର ସୌରୀ ତୁମ ଦିଗର କଣ ହୋଇଛି ରେ ବାବା? କାହିଁକି ତୁମେ ଦୁହେଁ ଏ ଦାଣ୍ଡ ମଝିରେ ଝଗଡ଼ା ଲାଗିଛ ରେ? ବୁଝିଲେ କି ଆଜ୍ଞା, ଓହୋ। ଆମ ଦେଶ ରାଜା ଝିଅଙ୍କର 5 ଦିନ ମଧ୍ୟରେ ବିବାହ ହେବ, ନଚେତ୍ 5 ବର୍ଷ ପର୍ଯ୍ୟନ୍ତ ହୋଇପାରିବ ନାହିଁ। ଯିଏ 5 ଦିନ ମଧ୍ୟରେ ଗୋଟେ ବିବାହ ପ୍ରସ୍ତାବ ଠିକ୍ କରିଦେବ ସେ ତାକୁ ବହୁତ ଧନ ରତ୍ନ ଅଳଙ୍କାର ଟଙ୍କା ପଇସା ଦେବେ। ଆଚ୍ଛା ବା ପତ୍ର ସୌରା ତମ ରାଜାଙ୍କର କେହି ପାତ୍ର ମନ୍ତ୍ରୀ ନାହାନ୍ତି? ବୁଝିଲେ କି ଆଜ୍ଞା, ଆମ ଓହୋ। ରାଜାଙ୍କର ବହୁତ ପାତ୍ର ମନ୍ତ୍ରୀ ଅଛନ୍ତି। ବୁଝିଲା ବେଳକୁ 5 ଦିନ ମଧ୍ୟରେ ବିବାହ ହେବ, ନଚେତ୍ 5 ବର୍ଷ ପର୍ଯ୍ୟନ୍ତ ହୋଇପାରିବ ନାହିଁ। ଯିଏ 5 ଦିନ ମଧ୍ୟରେ ବିବାହ ପ୍ରସ୍ତାବ ଠିକ୍ କରିଦେବ ରାଜା ତାକୁ ବହୁତ ଧନ ରତ୍ନ ଅଳଙ୍କାର ଦେବେ। ଆମେ ପତ୍ରସୌର ଚିତ୍ରପଟ ଆସୁଥିବା ବେଳେ ତୁମକୁ ଭେଟ ହେଲୁ। ମୁଁ ମଧ୍ୟ ଗୋଟିଏ କନ୍ୟା ପ୍ରସ୍ତାବ ଯାଉଥିଲି ରେ ବାବା। ଆମେ ବି ଗୋଟେ ବର ପ୍ରସ୍ତାବରେ ଯାଉଥିଲୁ। ତାହେଲେ ହଜିଲା ବଳଦ ଖୋଜିଲା ଠେଇ। ଆଚ୍ଛା ବା ପତ୍ର ସୌରା ମତେ ବୁଝେଇ କହିଲୁ ସେ ଦେଶର ନାମ କଣ, ସେ ରାଜାଙ୍କର ନାମ କଣ, ସେ କନ୍ୟା ନାମ କଣ? ମତେ ଗୋଟି ଗୋଟି କରି ପ୍ରକାଶ କରେ ବାବା। କଳିଙ୍ଗ ଦେଶର ମାଧବ ସେନ ତାଙ୍କର ଅଛି ଏ କନ୍ୟା ରତନ, ନାମ ତାହାର ଅଟଇ ବିମଳା, ରୂପକୁ ସମାନ ହେବେ କମଳା। ହେ କାହା ଭାଗ୍ୟ ଥିବ, କାହା ଭାଗ୍ୟ ଥିବ, ସେ କନ୍ୟା ମାଣିକୁ ବିବାହ ହୋଇବ। ହେ କାହା ଭାଗ୍ୟ ଥିବ। ଆଜ୍ଞା ସେ ଦେଶର ନାମ ହେଉଛି କଳିଙ୍ଗ ଦେଶ। ସେ ରାଜାଙ୍କ ନାମ ହେଉଛି ହିରଣ୍ୟସେନ। ସେ କନ୍ୟାଟିର ନାମ ହେଉଛି ବିମଳା। ଆଚ୍ଛା ମା ପତ୍ର ସୌରୀ ସେ କନ୍ୟାଟି ରୂପବର୍ଣ୍ଣ କିପରି ରେ ମା? ଚମ୍ପା ଫୁଲ ପରିବର୍ଣ୍ଣ ତାହାର, ବଚନ ବୀଣା ପୂଜିଣୀ ମଧୁର, କନ୍ୟା ରହେ ପାରୁ ବିପା ବୟସ, ଚିତାରେ ଅଛନ୍ତି ସେ ନରଇସ। ଦେଖ ଚିତ୍ରପଟ, ଦେଖ ଚିତ୍ରପଟ, ଜଗକୁ ତୁମ ସଙ୍ଗେ ହେଲୁ ଭେଟ। ଦେଖ ଚିତ୍ରପଟ। এই নিয়ে চিত্রপট ଦେଖିରେ ବାବା। ସୁନ୍ଦର, ଅତ୍ୟନ୍ତ ସୁନ୍ଦର। ସୁନ୍ଦର ପୁତ୍ର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ଏ ଚିତ୍ରପଟ ମୋର ମନ ମାନୁଛି ଆମ ରାଜା ନିଶ୍ଚିତ ବନ୍ଧୁ କରିବେ। ତୁମ ରାଜା ନିଶ୍ଚୟ ବନ୍ଧୁ କରିବେ ତ? ବନ୍ଧୁ କରିବେ ରେ ବାବା। দেখি তুম পুত্রের চিত্রপট। ଦେଖ ଦେଖ ବାବା ଭଲ କରିକି ଟିକେ ଦେଖ। তুম পুত্রের চিত্রপট দেখি ଆମ ମନ ମାନୁଛି ଆମ ରାଜା ନିଶ୍ଚୟ ବନ୍ଧୁ କରିବେ। ନିଶ୍ଚୟ ବନ୍ଧୁ କରିବେ ତ? ହଁ କରିବେ। ଆଚ୍ଛା ବା ପତ୍ର ସୌରା ମା ପତ୍ର ସୌରୀ ମୋ ସାଙ୍ଗରେ ଆସ, ମୁଁ ରାଜାଙ୍କ ଦରବାର ନିକଟରେ ଆସୁଛି ରେ ବାବା। ଚାଲ ଆସ ରେ ବାବା।